37 ଲକ୍ଷ ଲୋକଙ୍କୁ ଘର ମିଳିବ ବା 37 ଲକ୍ଷ ପରିବାରକୁ ତାହେଲେ ଭଲ କଥା। କିନ୍ତୁ ସବୁଠାରୁ ଦୁଃଖ ଆଉ ପରିତାପର କଥା ହେଉଛି ଏମାନେ 27 ମାସ ସରକାର କରିସାରିଲେଣି। 27 ମାସ ସରକାର କରିସାରିଲା ପରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୋଟିଏ PMAY ବା ସାଧାରଣ ଲୋକଙ୍କ ମୁଖରେ ଯେଉଁଟା ଇନ୍ଦିରା ଆବାସ ଦେଲେ ନାହିଁ। ଡବଲ ଇଞ୍ଜିନ୍ ସରକାର, ବଡ଼ ଇଞ୍ଜିନ୍ ସାନ ଇଞ୍ଜିନ୍କୁ ଅଣଦେଖା କରୁଛି। ଗୋଟେ ହାସ୍ୟାସ୍ପଦ କଥା ହେଉଛି ଯେ କେନ୍ଦ୍ର ସରକାର ଦେଉନାହିଁ ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ସାଥିରେ ଅନେକ ମାନ୍ୟବର MP ଯାଇକି ମିଶିକି କେନ୍ଦ୍ରମନ୍ତ୍ରୀଙ୍କୁ କହିଲେ ଆମକୁ ଘର ଦିଅ। ଏଇଟା କ'ଣ? କେନ୍ଦ୍ରର ଦାୟିତ୍ୱ ନୁହେଁ କି ଓଡ଼ିଶାକୁ ଦେବା? ହୁଏତ ଓଡ଼ିଶା ସରକାର ଏବଂ MP ମାନେ ଅନୁଭବ କଲେ ଯେ କେନ୍ଦ୍ର ସରକାର ଘୋର ଅବହେଳା କରୁଛନ୍ତି, ଓଡ଼ିଶାର ଗରିବ ଜନସାଧାରଣଙ୍କୁ ଘର ଦେଉନାହାନ୍ତି। ଏ ଅନୁଭବ ଦୃଷ୍ଟିକୋଣ ସେମାନେ ଯାଇକି ଆପତ୍ତି ଉଠାଇଲେ, ରିକ୍ୱେଷ୍ଟ କରିଥିବେ ଯେ ଆମକୁ ଘର ଦିଅ। ସିଏ ଯାହା କହିଥିବେ ତାକୁ ଆସିକି ମାନେ କହୁଛନ୍ତି ଯେ ଆମେ 37 ଲକ୍ଷ ଲୋକଙ୍କୁ ଘର ଦେବୁ। ହେଲା ପ୍ରଥମ କଥା। ଦ୍ୱିତୀୟ କଥାରେ ମୁଁ ପଚାରିବାକୁ ଚାହେଁ, 2024 ଜୁନ୍ ମାସରେ ସରକାରକୁ ଆସିଲେ 2024-25, 2025-26ରେ ଗୋଟିଏ ବି ଘର ଆସିଲା ନାହିଁ। ଆଗରୁ ଯେଉଁ ଘର ସାଙ୍କସନ୍ ହେଇଥିଲା ଗତ ସରକାର ଅମଳରେ 1,03,000 ଘର, ସେ ପଇସାଟା କେବଳ ଆସିଥିଲା। ବର୍ଷକୁ 5,800 କୋଟି ଲେଖେ କେନ୍ଦ୍ରୀୟ ସେୟାର, ଯେଉଁଟା ସେଣ୍ଟ୍ରାଲ ସେୟାରଟା ଆସେ, ସେ 2 ବର୍ଷ ହେଲା ସେ ପଇସାଟା ହରେଇଛନ୍ତି। ଏବଂ ଆଉ ଗୋଟେ କଥା କହୁଛନ୍ତି ଯେ 37 ଲକ୍ଷ ଲୋକଙ୍କୁ ଘର ଦେବେ। ଏହା ସତ୍ୟ ତ? କାହିଁକିନା ଯେତେବେଳେ ପଞ୍ଚାୟତରେ ସେ ସର୍ଭେ କଲେ, ଗୋଟେ ଲିଷ୍ଟ କଲେ, ଯେଉଁ ଲିଷ୍ଟରେ ଯେଉଁ ପରମାନେଣ୍ଟ ୱେଟ୍ ଲିଷ୍ଟ ଯେଉଁଟା ସେ କରୁଛନ୍ତି, ସେଥିରେ ସେ ଫାଷ୍ଟ କହିଲେ ଏଇ ପଞ୍ଚାୟତରେ 300 ଲୋକ ଘର ପାଇବେ। ତାପରେ ପୁଣି କହୁଛନ୍ତି ନାଇଁ ଏଥିରୁ 70 ଲୋକ ଘର ପାଇବେ। ପୁଣି ସେଥିରେ ତାଙ୍କ ଦଳର କର୍ମୀ ଯାହାକୁ ସୁପାରିଶ କରିବେ ସିଏ ଘର ପାଇବ। ଯଦି ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ବା BDO ବା ଅନ୍ୟମାନଙ୍କୁ ପଚରା ହେଉଛି ଏ ଲୋକଟା ଯୋଗ୍ୟ ଲୋକ, ଆର ଚାଳ ଘର ଅଛି, ଆର କଚା ଘର ଅଛି, ପକ୍କା ଘର ନାହିଁ, ଭାରି ଦୁଃଖରେ ଅଛି, ଝଡ଼ି ବର୍ଷା ଲଗାଣ ବର୍ଷାରେ ତା ଘର ପାଣି ଗଳୁଛି ଏବଂ ସେ ପାଇବାକୁ ଯୋଗ୍ୟ, ସେ କଥା ନାହିଁ। ତୁମେ ଯଦି ଗେରୁଆ ହେବ, ଗେରୁଆ ହେଇଥିବ ବା ଗେରୁଆ ବାହିନୀର କେହି ସଦସ୍ୟ ରେକମେଣ୍ଡ କରିବେ, ତାର ଯଦି ଛାତ ଘର ଥିବ, ପାଇବାକୁ ବିଲକୁଲ ଯୋଗ୍ୟ ନଥିବ, ତାହେଲେ ତା ନାଁଟାକୁ ମାନେ ଚଢ଼ଉଛନ୍ତି। ଯେତେବେଳେ ଅଫିସରଙ୍କୁ ପଚରା ଯାଉଛି ଆମ ହାତରେ କିଛି ନାହିଁ ଆଜ୍ଞା, ସିଏ ଯାହା କହିବେ ଏଇଟା ଆମେ କରୁଛୁ। ଇଏ ବର୍ତ୍ତମାନ ଏଇ ସରକାରର ବୁଝାମଣା। ତେଣୁକରି ଆଉ ଗୋଟେ କଥା ମଧ୍ୟ ଶୁଣାଯାଉଛି, ପ୍ରତି ଘର ପିଛା କୁଆଡ଼େ 20-25,000, 30,000 ପର୍ଯ୍ୟନ୍ତ ମଧ୍ୟ ଲାଞ୍ଚ ଚାଲିଛି। ଏବଂ ଏ କଥା ମଧ୍ୟ ଶୁଣାଯାଉଛି ବର୍ତ୍ତମାନ ଯେତିକି ଲୋକଙ୍କଠୁ ଆଦାୟ କରାଗଲାଣି, ତାଙ୍କ ଆଉ ଯେଉଁ ରହିଲା 33 ମାସ ରହିଲା କି 37 ମାସ କେତେ ରହିଲା, ସେ ଭିତରେ ଦେଇପାରିବେନି। ମାନେ ଆଗୁଆ ଆଦାୟ ସରିଲାଣି 5-10 ବର୍ଷ ପାଇଁ। ବର୍ତ୍ତମାନ ଗାଁ ଗହଳିରେ ହାହାକାର। ମୋତେ ଲାଗୁଛି ଏସବୁ କଥା ଯେମିତି ହେବ ତାହେଲେ ଗୋଟେ ବିପ୍ଳବ ହେବ। ଆଉ ସବୁଠାରୁ ଦୁଃଖ, ପରିତାପ, ହାସ୍ୟାସ୍ପଦ କଥା, ଏମାନେ ମିଶିକି ଯାଇକି କହୁଛନ୍ତି ଆମକୁ ଘର ଦିଅ, ପଞ୍ଚାୟତ ଇଲେକ୍ସନରେ ଆଗରେ ଅଛି। ଅପେକ୍ଷା ରଖୁଛୁ, 37 ଲକ୍ଷ ଲୋକଙ୍କର ଲିଷ୍ଟ କରିଛ, କାଲି ଗଣମାଧ୍ୟମରେ କହିଛ ଘର ଦେଉଛ କି ନାହିଁ। ଡବଲ ଇଞ୍ଜିନ୍ ସରକାର, ବଡ଼ ସରକାର, ଭାରତ ସରକାର ଓଡ଼ିଶାକୁ 1 ନମ୍ବର କରିବେ, ଦେବେ କି ନାହିଁ ଅପେକ୍ଷା ରଖୁଛୁ। ଚୟନ ନେଇକି ବର୍ତ୍ତମାନ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି, କେମିତି ଦେଖୁଛନ୍ତି? ଏଇଟା ମୁଁ ତ ଛାତ୍ର ଜୀବନରୁ ଖବରକାଗଜ ପଢ଼େ, TV ଦେଖେ, ଏଭଳି ଗୋଟେ ଅଭାବନୀୟ କଥା ମୁଁ କେବେ ଦେଖିନଥିଲି। DG ବା ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ, ଯେ ସର୍ବୋଚ୍ଚ ପଦବୀରେ ରହିବେ ପୋଲିସ ଡିପାର୍ଟମେଣ୍ଟର, ସେ କଥା ମାନ୍ୟବର ସୁପ୍ରିମକୋର୍ଟଙ୍କ ପାଖରେ ଯାଇକି ପହଞ୍ଚିଲାଣି।
ପହଞ୍ଚିବାର କାରଣ ହେଉଛି ଏମାନଙ୍କର ପରିଚାଳନାଗତ ତ୍ରୁଟି ଏବଂ ଅଭିସନ୍ଧିମୂଳକ କ'ଣ ତା ଭିତରେ ଥାଇପାରେ ସେ କଥା ହେଇଥିବ। ମାନ୍ୟବର ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇଲା ପରେ ଆମେ ତାପରେ ଦୃଢ଼ ମତାମତ ରଖିବୁ। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ବର୍ତ୍ତମାନ ଟଙ୍କା ଫେରି ଯାଉଛି ପାଖାପାଖି ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେଉଁଟା ଏଗ୍ରିକଲଚର କଥା କୁହନ୍ତୁ, ସପ୍ଲାଇ କଥା କୁହନ୍ତୁ, ପଞ୍ଚାୟତ ଏସବୁରେ ଟଙ୍କା ଫେରି ଯାଉଛି ପାଖାପାଖି ଯାହା ତଥ୍ୟ ଗୋଟେ କୁହନ୍ତି 2248 କୋଟି ଟଙ୍କା ଫେରି ଯାଉଛି, ଖର୍ଚ୍ଚ କରିପାରୁନାହାନ୍ତି ସବୁ। ଏକରେ ତ କେନ୍ଦ୍ର ସରକାର ଦେଉନି ଓଡ଼ିଶାକୁ, ଯାହା ଆଗରୁ ଅନୁଦାନ ଆସୁଥିଲା ତାହା କମି କମି ଗଲାଣି। ଆପଣ ଯଦି ଦେଖିବେ 2-4ଟା ଡିପାର୍ଟମେଣ୍ଟକୁ ଛାଡ଼ିଦେଲେ ବା 2-4ଟା ତାଙ୍କର ଫ୍ଲାଗସିପ୍ ପ୍ରୋଗ୍ରାମ ଛାଡ଼ିଦେଲେ ଆଉ ଯେତେ କାର୍ଯ୍ୟକ୍ରମ ସବୁଥିରେ ସେ ପଇସା କାଟିବାରେ ଲାଗିଛନ୍ତି। ଆଉ ଯାହା ବି ପଇସା ଆସୁଛି ତାକୁ ଏମାନେ ଖର୍ଚ୍ଚ କରିପାରୁନାହାନ୍ତି। ଡବଲ ଇଞ୍ଜିନ୍ ସରକାର ଗୋଟେ ବଡ଼ ସମସ୍ୟା ଅଛି। ଡବଲ ଇଞ୍ଜିନ୍ ସରକାର ବଡ଼ ସମସ୍ୟା ହେଉଛି କ'ଣ, ଯେ ଇଞ୍ଜିନ୍ ଯୋଡ଼କା ଆଗ ପଟକୁ ଲାଗିଛି ନା ଗୋଟେ ଇଞ୍ଜିନ୍ ଏପଟକୁ ମୁହଁ, ଗୋଟେ ଇଞ୍ଜିନ୍ ସେପଟକୁ ମୁହଁ। ଯଦି ଦୁଇ ଆଡ଼କୁ ଭିଡ଼ୁଥିବେ ତାହେଲେ ଯାହା ହେବା କଥା ହେଉଥିବ। କେନ୍ଦ୍ର ସରକାର ପଇସା କେବେ ଦେଉଛନ୍ତି, ଏ କେମିତି ଖର୍ଚ୍ଚ କରୁଛନ୍ତି, ଫେରାଉଛନ୍ତି କେମିତି, ତାକୁ ଡିପାର୍ଟମେଣ୍ଟ ୱାଇଜ୍ ଦେଖିଲେ ଜଣାପଡ଼ିବ। ଏବଂ ଆପଣ ଧୀରେ ଧୀରେ ଦେଖିବେ ଗାଁ ଗହଳିରୁ ସହରରେ ଏବଂ ବିଭିନ୍ନ ଡିପାର୍ଟମେଣ୍ଟରେ, ସେ ଶିକ୍ଷା ବ୍ୟବସ୍ଥାରେ ହେଉ, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେଉ, କି ଏଗ୍ରିକଲଚର ହେଉ, କି ମହିଳା ଶିଶୁ ବିକାଶରେ ହେଉ, କି ଆଦିବାସୀ କଲ୍ୟାଣରେ ହେଉ, କି ସ୍ପୋର୍ଟସ୍, ଯେତେ ସବୁ ଡିପାର୍ଟମେଣ୍ଟ ଅଛି କୌଣସି ଡିପାର୍ଟମେଣ୍ଟ ପଇସା ଖର୍ଚ୍ଚ କରିପାରୁନାହାନ୍ତି। ଆପଣମାନେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ କରିଛନ୍ତି ଯେ ସେ ବର୍ଷ ଶେଷ ସୁଦ୍ଧା 52% 54% ଖର୍ଚ୍ଚ ହେଉଛି। ଏବେ ପବ୍ଲିକ୍ ଆକାଉଣ୍ଟସ୍ କମିଟି ମିଟିଂ ହେଇଥିଲା, ସେଠି ମଧ୍ୟ ହିସାବ କରାଗଲା ବହୁତ ଖର୍ଚ୍ଚ କମ୍ ଅଛି। ହେଲା, ପବ୍ଲିକ୍ ଆକାଉଣ୍ଟସ୍ କମିଟି ର ଚେୟାରପର୍ସନ୍ ହେଲେ ଶ୍ରୀମତୀ ପ୍ରମିଳା ମଲ୍ଲିକ, କିନ୍ତୁ ତାଙ୍କର ଏଷ୍ଟିମେଟ୍ କମିଟି ମଧ୍ୟ ଥିଲା। ଏଷ୍ଟିମେଟ୍ କମିଟିର ଚେୟାରପର୍ସନ୍ ହେଉଛନ୍ତି ମାନ୍ୟବର ଜୟନାରାୟଣ ମିଶ୍ର। ସେ ମଧ୍ୟ ତାଗିଦ କଲେ ଡିପାର୍ଟମେଣ୍ଟମାନଙ୍କୁ ଯେ ତୁମେ ପଇସା ଖର୍ଚ୍ଚ କରିପାରୁନ। ତେଣୁକରି ଏଥିରୁ ଅନୁମାନ କରାଯାଉଛି ଗୋଟେ ଶିଥିଳତା ବ୍ୟାପି ଯାଇଛି। ଗୋଟେ ଶିଥିଳ ଦୁର୍ବଳ ସରକାର ପଇସା ଖର୍ଚ୍ଚ କରିବାକୁ ସମର୍ଥ ହେଉନାହାନ୍ତି, ଅର୍ଥାତ୍ ଅସମର୍ଥ। ମୁଖ୍ୟମନ୍ତ୍ରୀ କାଲି ସମୀକ୍ଷା କରିଥିଲେ ଖର୍ଚ୍ଚକୁ ନେଇକି। ମୁଖ୍ୟମନ୍ତ୍ରୀ ଆଡ଼େ କହୁଛନ୍ତି ଖର୍ଚ୍ଚ ହେଉଛି, ରାଜସ୍ୱ ଅଧିକ ଆଦାୟ ହେଉଛି, କିନ୍ତୁ ତାଙ୍କର କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ବରିଷ୍ଠ ନେତା ସେ କହୁଛନ୍ତି ଖର୍ଚ୍ଚ ହେଇପାରୁନି। ଏବଂ ସେଦିନ ସେ ଉଦାହରଣ ବି ଦେଲେ ଯେ କ୍ରୀଡ଼ା ବିଭାଗ କହୁଛି ତାଙ୍କ ପାଖରେ କୌଣସି ଏଜେନ୍ସି ନଥିବାରୁ ସେ ପଇସା ଖର୍ଚ୍ଚ କରିପାରୁନାହାନ୍ତି। ଆଉ ପଞ୍ଚାୟତ ରାଜ ବିଭାଗରେ ସେ କହୁଛନ୍ତି ଯେ ଖର୍ଚ୍ଚ ଏତେ ନଗଣ୍ୟ ରହିଛି ଯେ ତ ବହୁତ ଉଦ୍ବେଗଜନକ, ସେଥିଲାଗି ଆମେ ତାଙ୍କୁ ସଜାଗ ମଧ୍ୟ କରୁଛୁ, ତୁରନ୍ତ ପଇସା ଖର୍ଚ୍ଚ କର, କାମ ହେଉନି ବୋଲି ସିଏ କହୁଛନ୍ତି। କେମିତି ରହୁଛି, ତାଳମେଳ ତ ରହୁନି ସରକାର ଏବଂ ଆପଣ ବିଧାନସଭାରେ ଆଲୋଚନା ହେଇଛି, ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ଆଲୋଚନା ହେଉଛି, ହାଉସ୍ କମିଟିରେ ଆଲୋଚନା ହେଉଛି, ନିଜେ ମୁଖ୍ୟମନ୍ତ୍ରୀ ରିଭ୍ୟୁ କରୁଛନ୍ତି, ମନ୍ତ୍ରୀମାନେ ରିଭ୍ୟୁ କରୁଛନ୍ତି, ଡିପାର୍ଟମେଣ୍ଟର ସଚିବମାନେ ରିଭ୍ୟୁ କରୁଛନ୍ତି। ଏଇ ଯେଉଁ ବିକଳ ଚିତ୍ର ଆସିକି ପହଞ୍ଚି, ଏ ବିକଳ ଚିତ୍ରର ଅବସ୍ଥା ଆଉ ବ୍ୟବସ୍ଥା ବି ଦାୟିତ୍ୱ ସରକାର। ରାଜସ୍ୱ କ'ଣ ଅଧିକା ଆଦାୟ କରିଦେଲେ? କେଉଁ ରାଜସ୍ୱ? ଏଇ ଯେଉଁ ଗାଡ଼ିର ପଲ୍ୟୁସନ୍ ପାଇଁ, ଗାଡ଼ିର ଫିଟନେସ୍ ପାଇଁ, କିଏ କେଉଁଠି ବାଲି ଗାଡ଼ି ମୁରମ ଗାଡ଼ି ଧରିକି, କିଏ ଆଉ କେଉଁଥିରେ ଫାଇନ୍ ପକାଇକି ଯେ ବର୍ତ୍ତମାନ ସେଇ ବାଦରେ ଟିକସ ଆଦାୟ କରିବାକୁ ଚେଷ୍ଟା କରୁଛନ୍ତି, ମାନେ ଜନ ବିରୋଧୀ କାର୍ଯ୍ୟରେ ଲାଗିଛନ୍ତି। ଏମାନଙ୍କର ଦେଖିବେ ଖଣି ଟିକସ ବହୁତ ଜୋରରେ କମୁଛି, 50% କମିଗଲାଣି। ମାଇନ୍ସ ମିନେରାଲ୍ସର ଯେଉଁ ଅଛି ଆପଣଙ୍କର ଲଘୁ ଖଣିଜ ପଦାର୍ଥ, ସେଥିରେ ମଧ୍ୟ ତାଙ୍କ ରାଜସ୍ୱ କମୁଛି। ତାଙ୍କ ରାଜସ୍ୱ କମୁଛି, କେଉଁ କ୍ୱାର୍ଟରରେ ଧର ଟିକେ ଅଧିକା ବଢ଼ିଯାଇଥିବ କେଉଁ କାରଣ ପାଇଁ, କିନ୍ତୁ ସେମାନେ ଖୁସି ହୁଅନ୍ତୁ ନାହିଁ ଯେ ତାଙ୍କ ରାଜସ୍ୱ ବଢ଼ୁଛି। ଆଚ୍ଛା, ଆଉ ଗୋଟେ କଥା, ଏମାନଙ୍କର ଲୋନ୍ ବା ଡେପ୍ଟ କେତେ ବଢ଼ୁଛି, ଡେପ୍ଟ ପରିମାଣ କେତେ ବଢ଼ୁଛି, ସେ କଥାକୁ ଆପଣ ହିସାବକୁ ନିଅନ୍ତୁ। ଏମାନଙ୍କ ଏପଟେ ଖର୍ଚ୍ଚ ହେଉନାହିଁ, ସେଇ ଖର୍ଚ୍ଚରେ ରହିଯିବା ଫଳରେ ତା ପର ବର୍ଷକୁ ସେ ପୁଣି ସ୍ପିଲ୍ ଓଭର୍ ହେଉଛି। ଏଇଟା ବହୁତ ବଡ଼ ସବଜେକ୍ଟ। ତେଣୁ ଏ ସରକାର ଖର୍ଚ୍ଚ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ। ଗୋଟେ କଥା, ଏଇ ଯେଉଁ ଜେନ୍ଜି ଛାତ୍ରଛାତ୍ରୀ ଆନ୍ଦୋଳନ
ବିଜେଡି ଦିଲ୍ଲୀରେ ଆମେ ଦେଖିଲୁ ସମର୍ଥନ ଦ୍ୱାରା ଆପଣ ମଧ୍ୟ ଯେମିତି ଛାତ୍ରଛାତ୍ରୀଙ୍କ ସହିତ ଅଛନ୍ତି କିମ୍ବା ଝାଡ଼ଖଣ୍ଡରେ ଯେତେବେଳେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହେଉଛି ସେତେବେଳେ ବିଜେଡି ନିରବ ନବୀନ କିଛି ଷ୍ଟାଣ୍ଡ ରଖୁନାହାନ୍ତି ତାପରେ ବିଜେପି ମଧ୍ୟ ପ୍ରଶ୍ନ ଉଠେଇଛି। ନାଇଁ 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 ଆପଣ ଠିକ୍ କଥା କହୁନାହାନ୍ତି। ଭାରତବର୍ଷର ଯେତେ ଜାଗାରେ ଛାତ୍ର ଆନ୍ଦୋଳନ ହେଉଥିବ ଜେନୁଇନ୍ ନ୍ୟାୟସଙ୍ଗତ ତାକୁ ବିଜୁ ଜନତା ଦଳ ପୂର୍ଣ୍ଣ ଭାବରେ ସମର୍ଥନ କରୁଛି। ଆପଣ ଗୋଟେ ଷ୍ଟେଟମେଣ୍ଟ ଆଶା କରୁଛନ୍ତି। ଆମେ ଯେତେ ପ୍ରକାର ନ୍ୟାୟସଙ୍ଗତ ଆନ୍ଦୋଳନ ତାକୁ ସମର୍ଥନ କରୁଛୁ। ଝାଡ଼ଖଣ୍ଡରେ ଆକ୍ରମଣ କେମିତି ଦେଖୁଛନ୍ତି ଛାତ୍ରଛାତ୍ରୀ ମୁଁ ତ ବିଜୁ ଜନତା ଦଳର ନେତା, ମୁଁ ତ କହୁଛୁ ସମର୍ଥନ କରୁଛୁ। ଯେତେ ପ୍ରକାର ନ୍ୟାୟସଙ୍ଗତ ଆନ୍ଦୋଳନ ତାକୁ ବିଜୁ ଜନତା ଦଳ ସର୍ବାନ୍ତକରଣରେ ସମର୍ଥନ କରେ।